ନାଇଁ ଆଜ୍ଞା କେବେ ଜୀବନରେ ନେତା ହେବାକୁ ଚିନ୍ତା କରିନି। କାରଣ କ'ଣ ନେତାର କ'ଣ ଶୁଣନ୍ତୁ ନେତା ହେବାଟା ବଡ଼ କଥା ନୁହଁ, ନେତା ବି ବହୁତ ଲୋକ ହେଉଛନ୍ତି, କିନ୍ତୁ ଆଜିର ଦୁନିଆରେ ସେ ନେତା ଘୋର ଅଭାବ ସଙ୍କଟ, ଯେଉଁମାନେ ସମାଜ ପାଇଁ ଦେଶ ପାଇଁ ରାଷ୍ଟ୍ର ପାଇଁ ନିଜର ମାତୃଭୂମି ପାଇଁ ନିଜର ବଳିଦାନ ଦେଉଥିଲେ, ସର୍ବସ୍ୱ ସେ ତ୍ୟାଗ କରିଦେଉଥିଲେ, କିନ୍ତୁ ଆଜି ସବୁ ନିଜ ସ୍ୱାର୍ଥ ପାଇଁ ସମସ୍ତେ ଜଡ଼ିତ। ସେଥିରେ ମୋତେ ବି ଅନେକ ଅଫର୍ ବି ଆସିଥିଲା, କିନ୍ତୁ ମୁଁ ସବୁକୁ ମନା କରିଦେଇଛି। ମୋର ଶେଷ ସଂକଳ୍ପ ରାଷ୍ଟ୍ର ସେବା, ଭାରତ ମାତାର ପାଦ ତଳେ ନିଜର ଦେଖନ୍ତୁ ଆଜ୍ଞା, ଜାନକୀ ବାବୁଙ୍କଠୁ ଆରମ୍ଭ କରିକି ନବୀନ ବାବୁ, ବିଜୁ ବାବୁଙ୍କଠୁ ଆରମ୍ଭ କରି ମୁଁ ପ୍ରାୟ ଅନେକ ମୁଖ୍ୟମନ୍ତ୍ରୀଙ୍କ ସହିତ ସମ୍ପର୍କରେ ଆସିଛି। ବର୍ତ୍ତମାନ ଆମର ଯିଏ ଅଛନ୍ତି ମୋହନ ଚରଣ ମାଝୀ ମହୋଦୟ ବହୁତ ଭଲ, କଥାବାର୍ତ୍ତା ଶାଳୀନତା ଆଉ ଭକ୍ତି ଭାବରେ କିଛି କାମ କରିବା ପାଇଁ ତାଙ୍କ ମନର ସଂକଳ୍ପ ଅଛି। ଆଉ ଶୋଷିତ ପୀଡ଼ିତ ଚିର ନିଷ୍ପେଷିତ ଅବହେଳିତ ଅବସ୍ଥାରେ ଥିବା ମାନବ ସମାଜ ଉଦ୍ଧାର ପାଇଁ ସେ ଲାଗିଛନ୍ତି, ଲାଗନ୍ତୁ। ଆମେ ବି ଭଗବାନଙ୍କୁ ପ୍ରାର୍ଥନା କରୁଛୁ ଯଶସ୍ୱୀ ହୁଅନ୍ତୁ ଆଉ କାମ ବି ହଉ। ନବୀନ ବାବୁ ଭଲ ଥିଲେ ନା ମୋହନ ବାବୁ ଭଲ? ନାଇଁ ଦେଖନ୍ତୁ, ଆମେ ସମସ୍ତେ ଭିନ୍ନ ଭିନ୍ନ ଢଙ୍ଗରେ ଅଛନ୍ତି। ମୁଁ ତ କହିବି ମୋହନ ମାଝୀ ଭଲ ବୋଲେ କି, ବର୍ତ୍ତମାନ ମୁଁ କାହାକୁ ବିରୋଧ କରୁନି। ନବୀନ ବାବୁ ବି ଭଲ ଲୋକ ଥିଲେ, ବହୁତ କାମ କରୁଥିଲେ, କିନ୍ତୁ ବର୍ତ୍ତମାନର ଯେଉଁ କେନ୍ଦ୍ର ରାଜ୍ୟ ଏସବୁ ଦିଗରୁ ଦେଶ ରାଷ୍ଟ୍ରର ଯେଉଁ ସର୍ବାଙ୍ଗୀନ ଉନ୍ନତି ଦିଗରେ କଳକାରଖାନା ଉତ୍ପାଦନ ଶ୍ରମିକ ଏଇସବୁ ଦିଗକୁ ମୁଁ ଭଲ ଭାବୁଛି। ଆପଣ ବହୁତ ଯାଇଛନ୍ତି, ଅଟଳ ବିହାରୀ ବାଜପେୟୀ ସାଙ୍ଗରେ ମିଶିଛନ୍ତି। ଆଜ୍ଞା ଆଜ୍ଞା ଆଜ୍ଞା। ତ ଏବେ ଯେ ଇଏ ଆମର ଆମର ଏବେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ, ଆଜ୍ଞା ତାଙ୍କୁ ଭେଟିବାକୁ ଚେଷ୍ଟା କରୁଛନ୍ତି? ନାଇଁ, ନରେନ୍ଦ୍ର ମୋଦିଙ୍କୁ ମୁଁ ବିଭିନ୍ନ ସମୟରେ ସାକ୍ଷାତ କରିଛି, କିନ୍ତୁ କେଉଁ ଇସ୍ୟୁ ନେଇ ସାକ୍ଷାତ କରିଛନ୍ତି? ଏଇ ଆମେ ସାଂଗଠନିକ ବିଷୟରେ ବିଭିନ୍ନ ସମୟରେ, କିନ୍ତୁ ସବୁଠୁ ମଜା ହେଉଛି ଅଟଳ ବିହାରୀ ବାଜପେୟୀଙ୍କ ସହିତ ଯେଉଁ ସାକ୍ଷାତ, ତାଙ୍କ ବାସଭବନରେ ମୋ ସହିତ 2200 ଲୋକ ଯାଇଥିଲେ। 22 କିସମ ଖାଦ୍ୟ, 7 କିସମ ସରବତ, मेरे परिवार के लोग आए हैं, ପାଖରେ ବସିକି। ଆଉ ପ୍ରାୟ 10 ଲକ୍ଷ ଅଙ୍ଗନବାଡ଼ି କର୍ମଚାରୀଙ୍କର ସେ ସମୟରେ ବେତନ ବୃଦ୍ଧି 5,000 10,000 ଟଙ୍କା ଏରିୟର ଦେଇଛନ୍ତି। ମେଟ୍ରିକ୍ ପାସ୍ 10 ଇୟର୍ସ ଯେଉଁମାନେ ଥିଲେ ତାଙ୍କୁ ସୁପରଭାଇଜର, ଯେଉଁମାନେ ଆଜି 70,000 ଟଙ୍କା ପାଉଛନ୍ତି, ଏସବୁ ପାଇଛନ୍ତି। ତାଙ୍କ ଭଳିଆ ନେତା ଆଜିର ଦୁର୍ଲଭ। ଆଉ ସମସ୍ତେ ନିଜ ନିଜ ରାଜନୀତି କ୍ଷେତ୍ରରେ ନିଜର ସବୁ ନିର୍ଭର କରୁଛି ସେବା ଆଉ ସମର୍ପଣ ଉପରେ। ଆମେ ନଗଲେ ବି ମଧ୍ୟ ଆମର ସଂଘର କାର୍ଯ୍ୟକର୍ତ୍ତାମାନଙ୍କୁ ମାନ୍ୟବର ନରେନ୍ଦ୍ର ମୋଦିଙ୍କ ପାଖରେ ପହଞ୍ଚେଇଛୁ। ଗୋଟେ ଉଦାହରଣ ଦେଉଛି, ଜଣେ ଆଶା ଭଉଣୀଟେ 350 ଟଙ୍କା ସକାଶେ ଆସିଥିଲା, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହେଲା, ମରିଗଲା, ଆଉ ମାଓବାଦୀମାନେ ତାଙ୍କୁ ମାରିଦେଇଥିଲେ। ସେହି ସମୟରେ ଆମେ ପୁରା ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ କରିଥିଲୁ। ଯାହା ହଉ ନିଜେ ନରେନ୍ଦ୍ର ମୋଦିଜୀ BMSର କର୍ମକର୍ତ୍ତାଙ୍କ ସହ ଅଙ୍ଗନବାଡ଼ି କର୍ମକର୍ତ୍ତା, ଆଶା କର୍ମକର୍ତ୍ତାଙ୍କୁ ନେଇକି ଆଲୋଚନା କଲେ। ସେ ସମୟରେ 48 ଲକ୍ଷ 48 ଲକ୍ଷ ଅଙ୍ଗନବାଡ଼ି, 10 ଲକ୍ଷ ଆଶା, 41,000 ଆଶା ଫେସିଲିଟରକୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ସୁରକ୍ଷା ଯୋଜନାରେ ସବୁ ତାଙ୍କ ପାଇଁ ବୀମା ଯୋଗାଡ଼ କରିଥିଲେ। ତାଙ୍କ ବାସଭବନକୁ ଡକେଇଥିଲେ, ଆମର କର୍ମକର୍ତ୍ତାମାନେ ଯାଇଥିଲେ, ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।